ମା ଆମେ ସାଇଲେନ୍ସ କରି ଆରମ୍ଭ କରିବା। ସାଇଲେନ୍ସ। ମା ମା ଆଜି ଆମେ ଆଲୋଚନା ଆରମ୍ଭ କରିବା ଚିରନ୍ତନ ବହିର ପୃଷ୍ଠା 254। ଜ୍ଞାନ ତୁମ ଭିତରେ ଅଛି। ଜ୍ଞାନ ତୁମ ଭିତରେ ଅଛି। ଆମେ ଗତକାଲି ଯୋଉଟା ଆଲୋଚନା କରିଥିଲେ 253 ବିଦ୍ୟାର୍ଜନ ଓ ସାଧନା, ତାର ସବୁ ଯାକ ପଏଣ୍ଟ ଇମ୍ପୋର୍ଟାଣ୍ଟ ଥିଲା, ସାରାଂଶ। ତେଣୁ ଆଉ ଛୋଟ ଲାଇନ କରି ହେଲାନି, କାହିଁକିନା ଅଧ୍ୟୟନ କରିବା ପାଇଁ କଣ ଦରକାର, ସେଥିପାଇଁ ଏଇ ବିଦ୍ୟାର୍ଜନ ଓ ସାଧନା ବିଷୟଟି ବହୁତ ଉପାଦେୟ କଥା ଗୋଟେ ମା ଲେଖିଛନ୍ତି। ମା କହିଲେ ମନ ବିକାଶ ହେବା ଜରୁରୀ ଏବଂ ବିକାଶଶୀଳ ମନ ପାଇଁ ବା ବିକଶିତ ମନ ପାଇଁ ଗ୍ରନ୍ଥ ଅଧ୍ୟୟନ ନିହାତି ଆବଶ୍ୟକ। କିନ୍ତୁ ଏଇ ବିକଶିତ ମନ କଣ ପାଇଁ ବା କାହିଁକି ଦରକାର ଯଦି କୁହାଯାଏ, ତେବେ ଦେଖିବେ ଆମ ସମସ୍ତଙ୍କର ଯୋଉଟା ଜାଣିବାକୁ ଇଚ୍ଛା ପ୍ରତ୍ୟେକ ମନୁଷ୍ୟର ରହିଛି, ସେ ତିନୋଟି କାରଣ ପାଇଁ ମନ ବିକାଶ ହେବା ଦରକାର। ପ୍ରଥମ କାରଣ କହିଲେ, ଯଦି ତୁମେ ଜୀବନର ଗଭୀର ନୀତି ଗୁଡ଼ିକୁ ବୁଝିବାକୁ ଚାହଁ। ଆମ ଜୀବନର ଯୋଉ ଘଟଣା ଘଟେ, ଆମ ଜୀବନର ରହସ୍ୟ ଆମେ ଯଦି କହିବା, ତାକୁ ବୁଝିବା ପାଇଁ। ଆଉ ଆମର ଏକ ପ୍ରଶ୍ନ ଥାଏ, ଈଶ୍ୱରଙ୍କର ତୁମ ପ୍ରତି ବାର୍ତ୍ତା କଣ, ବା ମା ବା ଭଗବାନ ଆମକୁ କଣ କହିବାକୁ ଚାହାନ୍ତି, ତାକୁ ଯଦି ଜାଣିବାକୁ ଚାହଁ ଏବଂ ଏ ସୃଷ୍ଟି ଯୋଉ ହେଇଛି ତାର ରହସ୍ୟ ଯଦି ଭେଦ କରିବାକୁ ଚାହଁ, ତେବେ ମନ ବିକଶିତ ହେବା ଦରକାର ଏବଂ ମନ ବିକାଶ ହବା ପାଇଁ ହେଲେ ଗ୍ରନ୍ଥ ଅଧ୍ୟୟନ ଆବଶ୍ୟକ। ତାପରେ ସେଠି ଆଉ ଗୋଟେ କଥା କହିଲେ, ଯେତେବେଳେ ମନର ବିକାଶ ହେଇଯାଏ, ସେତେବେଳେ ଗ୍ରନ୍ଥ ଅଧ୍ୟୟନର ଆବଶ୍ୟକତା ଅନୁଭବ ନ ହୋଇପାରେ। କାରଣ ବିକଶିତ ଉତ୍କୃଷ୍ଟ ମନ ପ୍ରତ୍ୟେକ ଘଟଣାରୁ, ଖୁବ୍ ଛୋଟ ଛୋଟ ଘଟଣା ପରିସ୍ଥିତିରୁ ବି ଶିକ୍ଷା ଗ୍ରହଣ କରେ। ଇଭିନ୍ ଇଫ୍ କହୁଛନ୍ତି, ଅଜ୍ଞାନ ଛୋଟ ପିଲାର ସାମାନ୍ୟ କିଛି କ୍ରିୟା ପ୍ରତିକ୍ରିୟା ମଧ୍ୟ ଆମକୁ ଏକ ଗୁରୁତ୍ୱପୂର୍ଣ୍ଣ ଶିକ୍ଷା ଦିଏ ଏବଂ ତା ଫଳରେ ଆମର ମନୋଭାବ ବଦଳିଯାଏ ଏବଂ ମନୋଭାବ ବଦଳିବା ଫଳରେ ଆମର ସବୁବେଳେ ଗୋଟେ ନୂତନ ସତ୍ୟ ଆବିଷ୍କାର କରିବା ପାଇଁ ଯେମିତି ଅପେକ୍ଷାରତ ଚାତକ ପକ୍ଷୀ ଭଳି ଆମକୁ ଭିତରେ ଆମର ସେ ମନୋଭାବ ତିଆରି ହୁଏ ଏବଂ ସେ ପ୍ରବୃତ୍ତିଟି ଆମ ଭିତରେ ସୃଷ୍ଟି ହୁଏ। ଯଦି ଏଇ ପ୍ରକାର ପ୍ରବୃତ୍ତି ରହିଲା, ଅଧ୍ୟୟନ ଆମେ ଯଦି କଲେ, ମନ ଯଦି ବିକାଶ ଉନ୍ମୁଖୀ ହେଇ ଚାଲିଲା, ତେବେ ଆମ ଭିତରେ ଥିବା ପ୍ରମୋଦପୂର୍ଣ୍ଣ ଗତିବୃତ୍ତି ଗୁଡ଼ିକୁ ମଧ୍ୟ ଆମେ ସଜାଡ଼ି ନେଇ ପାରିବା ଏବଂ ଆଗକୁ ପାଦେ ମଧ୍ୟ ଗତି କରି ଆମେ ଯିବା। ଯେତେ ପ୍ରକାର ପ୍ରମାଦପୂର୍ଣ୍ଣ ଗତିବିଧି ଆମ ଭିତରେ ଥାଉ ନା କାହିଁକି, ତାକୁ ଆମେ ସଜାଡ଼ି ନେଇ ପାରିବା ଏବଂ ଆଗକୁ ପାଦେ ଗତି କରି ଯିବା। ଆଜି ଆଲୋଚନା କରିବା 254 ଜ୍ଞାନ ତୁମ ଭିତରେ ଅଛି। ମା ଲେଖୁଛନ୍ତି, ତୁମର ଅନ୍ତରାତ୍ମାରେ ତୁମେ ଆଗରୁ ଯାହା ଜାଣି ସାରିଛ, ତାହା ହିଁ କେବଳ ତୁମେ ବାହାରେ ବୁଝିପାର। ବହିଟିଏ ପଢିଲା ବେଳେ ତାର ଯେଉଁ କଥାଟି ତୁମ ମନକୁ ପାଇଯାଏ, ତୁମେ ସେ କଥାଟିକୁ ଆଗରୁ ତୁମ ଅନ୍ତରରେ ଗଭୀର ଭାବେ ଅନୁଭବ କରିସାରିଥିଲ। ଲୋକେ କହିଥାନ୍ତି, ଆଃ, ସେ ବହିଟି କି ଚମତ୍କାର, ସେ ବାଣୀଟି କି ଅଦ୍ଭୁତ। ଏହା କହିସାରି ସେମାନେ ପୁଣି କୁହନ୍ତି, ସେଇ ବିଷୟଟି ବା ସେଇ ବାଣୀଟି ମୁଁ ମଧ୍ୟ ଆଗରୁ ଅନୁଭବ କରିଥିଲି, କିନ୍ତୁ ମୁଁ ସେତକ ଏପରି ସୁନ୍ଦର ଭାବେ ପ୍ରକାଶ କରିପାରିନଥିଲି। ଯେତେବେଳେ ଲୋକେ ଜ୍ଞାନପୂର୍ଣ୍ଣ ବହିଟିଏର ସଂସ୍ପର୍ଶରେ ଆସନ୍ତି, ସେତେବେଳେ ସେମାନେ ପ୍ରତ୍ୟେକେ ସେ ବହିରେ ନିଜକୁ ଖୋଜି ପାଇଥାନ୍ତି। ପ୍ରତିଟି ବହି ପଢିଲା ବେଳେ ସେ ପ୍ରଥମରୁ ଦେଖୁନଥିବା କେତେକ ବିଷୟ ଆବିଷ୍କାର କରେ। ପ୍ରତିଟି ଥର ସେ ସେଇ ବହିଟିରୁ ଜ୍ଞାନର ଏକ ନୂତନ ସ୍ତର ଖୋଲିଯିବାର ଦେଖେ, ଯାହା ସେ ପ୍ରଥମ ବାର ଦେଖିପାରି ନଥିଲା। ତାର କାରଣ ହେଲା, ତୁମ ଅବଚେତନ ଭିତରେ ବହୁ ସ୍ତର ଥାଏ, ଯେଉଁଗୁଡ଼ିକ କି ଅଭିବ୍ୟକ୍ତି ହେବା ଲାଗି ଅପେକ୍ଷା କରିଥାନ୍ତି। ବର୍ତ୍ତମାନ ଯେତେବେଳେ ତୁମେ ବହିଟିଏ ପଢିଲ, ସେତେବେଳେ ଆଉ ଜଣେ ତୁମ ଲାଗି ସେ ବହିରେ ସେଇ ଜ୍ଞାନଟିକୁ ତୁମ ଲାଗି ପ୍ରକାଶ କରିଦେଲା। ତୁମେ ଯାହା ପ୍ରକାଶ କରିଥାନ୍ତ, ତାଠାରୁ ସେ ଅଧିକ ଭଲ ଭାବେ ସେ କଥାଟିକୁ ତା ବହିରେ ପ୍ରକାଶ କରିଦେଇଛି ଏବଂ ବହିଟିରେ ତା ପ୍ରକାଶିତ ହେବାର ଦେଖି ସେ ତାକୁ ଚିହ୍ନିପାରେ ଏବଂ ବୁଝିପାରେ। ଏହା ହିଁ ସତ୍ୟ। ଯେଉଁ ସତ୍ୟ ବା ଜ୍ଞାନ ବାହାରୁ ତୁମ ଭିତରକୁ ଆସୁଛି ବୋଲି ତୁମେ ଅନୁଭବ କରୁଛ, ତାହା ପ୍ରକୃତରେ ତୁମ ଭିତରେ ଅପ୍ରକଟ ରହିଥିବା ସତ୍ୟ
ବା ଚିନ୍ତାଟିର ବାହାରେ ପ୍ରକାଶ ପାଇଥିବା ସତ୍ୟ ଓ ଚିନ୍ତା ରୂପେ ଦେଖାଯାଏ। ଜ୍ଞାନ ତୁମ ଭିତରେ ଅଛି। ମା କହୁଛନ୍ତି ଯେ ତୁମର ଅନ୍ତରାତ୍ମାରେ ତୁମେ ଆଗରୁ ଯାହା ଜାଣି ସାରିଛ ତାହା ହିଁ କେବଳ ତୁମେ ବାହାରେ ବୁଝିପାର। ବହିଟିଏ ପଢିଲା ବେଳେ ତାର ଯେଉଁ କଥାଟି ତୁମ ମନକୁ ପାଇଯାଏ ତୁମେ ସେ କଥାଟିକୁ ଆଗରୁ ତୁମ ଅନ୍ତରରେ ଗଭୀର ଭାବେ ଅନୁଭବ କରିସାରିଥିଲ। ତେଣୁ ଲୋକେ କହନ୍ତି ଆଃ ବହିଟି କି ଚମତ୍କାର। ଆମେ ପୂର୍ବରୁ ଅନେକ ଥର ଦେଖିଛନ୍ତି ଏବଂ ଆମ ଜୀବନର ଘଟଣାବଳୀ ଭିତରେ ଦେଖିବା ଯେ ଆମେ କଥା ହୁଅନ୍ତି ଲାଇକ୍ ଲାଇକ୍ସ ଲାଇକ୍, ଯାହାର ମନୋଭାବ ଯେଉଁଭଳି ସେଇ ପ୍ରକାରର ବ୍ୟକ୍ତି ପ୍ରତି ସେ ଆକୃଷ୍ଟ ହୁଏ। ସେଇ ପ୍ରକାରର ବ୍ୟକ୍ତି ସେଇ ପ୍ରକାରର ପରିସ୍ଥିତି ତାକୁ ସୁହାଏ, ତାକୁ ଭଲ ଲାଗେ। ତେଣୁ ଯଦି ତାର ଗଭୀରତର କଥାକୁ ଯିବେ ତାମାନେ ଆମେ ଯୋଉ ଚେତନାରେ ଥାଉ ଆମକୁ ସେଇଭଳିଆ କଥା ସେଇଭଳିଆ ପସନ୍ଦ ଲାଗେ। ସେଇଭଳିଆ ବ୍ୟକ୍ତି ପସନ୍ଦ ଲାଗନ୍ତି, ସେଇଭଳିଆ କଥା ପସନ୍ଦ ଲାଗେ, ସେଇଭଳିଆ କଥା ଶୁଣିବାକୁ ଇଚ୍ଛା ହୁଏ, ସେଇଭଳିଆ ବହି ପଢିବାକୁ ଇଚ୍ଛା ହୁଏ। ତେଣୁ ବହି ପଢିବା କ୍ଷେତ୍ରରେ ସେଇଭଳି ହୁଏ। ମା କହୁଛନ୍ତି ଆମେ ଯେତେବେଳେ ବହିଟିଏ ଧରି ପଢୁ ଆମେ ସେଇ ସେଇ କଥାକୁ ବୁଝିପାରୁ ଯୋଉଟା ଆମ ଭିତରେ ଅଛି। ତେଣୁ ମା କହୁଛନ୍ତି ଆମ ଭିତରେ ଥିଲା ବୋଲି ହିଁ ଆମେ ତାକୁ ଦେଖିକି ବାହାରେ ବୁଝିପାରୁ ଏବଂ ଆମକୁ ସେ କଥାଟା ମନକୁ ପାଇଯାଏ। ଦେଖନ୍ତୁ ଆପଣଙ୍କୁ ଯୋଉ ଭଳିଆ ଭଲ ଲାଗେ ଯଦି ଲେଖାଟା ସେଇଭଳିଆ ଥିବ ଆଃ ବଢିଆ ବହିଟା, ନିଶ୍ଚୟ ଆମ ଭିତରେ ଆସେ। ଯୋଉ ବିଷୟ ଆମେ ଜାଣିନଥିବୁ, ଯୋଉ ବିଷୟ ମୋ ଭିତରେ ନଥିବ, ଯେତେବେଳେ ତାକୁ ମୁଁ ବାହାରେ ଦେଖିବି ସେତେବେଳେ ମତେ ସେଟା ଯେମିତି କହନ୍ତିନି କାଲା ଆଗରେ ମୂଳା ଚୋବେଇଲା ଭଳିଆ ଲାଗେ। ଏଇଟା ସମସ୍ତେ ଆମେ ଜାଣିଛନ୍ତି। ରାସୁ ରାସୁ ଖଡା ଚୋବେଇଲା ଭଳିଆ ଲାଗିବ। କାହିଁକି ନା ତା ସହିତ ମୋର ଯେତେ କିଛି ସମ୍ପର୍କ ନାହିଁ ମୋତେ ସେଟା କାହିଁ ଭଲ ଲାଗିବ। ଆପଣ ପାଣି ଦେଖିଲେ ଆପଣଙ୍କୁ ଡର ମାଡେ, ପାଣି ଦେଖିଲେ ଆପଣଙ୍କୁ ଡର ମାଡେ, ଗୋଟେ ଆଲର୍ଜି ଆପଣଙ୍କର ଅଛି। ଆପଣ ଗୋଟେ ଜାଗାକୁ ସମସ୍ତଙ୍କ ସହିତ ଯାଇଛନ୍ତି, ପ୍ରାକୃତିକ ପରିବେଶ ଭିତରେ ଝରଣାଟିଏ ସୁନ୍ଦର ଭାବରେ କଳକଳ କଳକଳ ନାଦ କରି ବହି ଯାଉଛି। କଳକଳ ନାଦ ଆପଣ ଶୁଣୁଥିବେ ଦୂରରୁ ଭଲ ଲାଗୁଥିବ। କାହିଁକି ନା ସେଇ ଯୋଉ ସଙ୍ଗୀତର ଯୋଉ ମଧୁର ସ୍ପର୍ଶ ଆପଣଙ୍କ ଭିତରେ ଅଛି, ଆପଣଙ୍କୁ ଭଲ ଲାଗେ ତେଣୁ ଆପଣଙ୍କୁ ଭଲ ଲାଗୁଛି। ହଠାତ୍ ଯେତେବେଳେ ପାଣିଟାକୁ ଦେଖିଦେଲେ ଆପଣଙ୍କ ଭିତରେ ଡର ଆସିଗଲା। କାହିଁକି ଆସିଲା? ସେଇ ଶବ୍ଦ ଶୁଣି ଆପଣ ଠିକ ଥିଲେ, ତାରି ଶବ୍ଦ ଶୁଣିକି କିନ୍ତୁ ତାକୁ ଦେଖିଲେ ଡର ଲାଗିଲା। କାହିଁକି ନା ଆପଣଙ୍କ ଭିତରେ ସେଇ ପାଣିର ସଂସ୍ପର୍ଶରେ ଆସିବା ଫଳରେ ଏମିତି କିଛି ଘଟଣା ଘଟିଛି। ଆପଣଙ୍କର ଆଲର୍ଜି ଅଛି ଯଦି ନ ଜାଣିଥିବେ ତାହେଲେ ଆପଣଙ୍କୁ କିଛି ଲାଗିବନି। କିନ୍ତୁ ପାଣି ଏଇଭଳିଆ କେସରେ କିଛି ଘଟଣା ଘଟି ଯାଇଛି। ଆଲର୍ଜି ମାନେ ମୁଁ କହୁଛି ହେଲ୍ଥ ଆଲର୍ଜି ନୁହଁ, ଗୋଟେ ଘଟଣା ଘଟି ଯାଇଛି। ଯେମିତି ଲୋକେ କଣ କରନ୍ତି ଜନ୍ମଦିନ କେହି ପାଳନ କରନ୍ତିନି। କାହିଁକି ନା ତାଙ୍କର ସେଇ ଜନ୍ମଦିନରେ ସେ ଗୋଟେ କିଏ ପିଲା ତାଙ୍କର ଘରେ କାହାର ଗୋଟେ ମାନେ ମୃତ୍ୟୁ ହେଇଯାଇଥିବ କିମ୍ବା ଗୋଟେ ବିରାଟ ଅଘଟଣ ହେଇଛି, ତେଣୁ ସେ କହିଲେ ଜନ୍ମଦିନ ପାଳନ ଯୋଗୁଁ ଏମିତି ଅଘଟଣ ହେଇଛି ତେଣୁ ଆଉ ଜନ୍ମଦିନ ପାଳନ କରନ୍ତି ନାହିଁ। ତେଣୁ ସେଇଭଳିଆ କିଛି ଘଟଣା ଯେତେବେଳେ ଘଟି ଯାଇଥାଏ ସେତେବେଳେ ଆପଣ ସେ ପାଣିକୁ ଦେଖିଲେ ଡର ଲାଗେ। କାରଣ ସେ ପ୍ରକାର ଘଟଣାଟା ନିଜ ଭିତରେ ଅଛି। ସେଇଭଳି ଭାବରେ ଆମେ ଯେତେବେଳେ ବହିଟିଏ ପଢନ୍ତି ଚେତନାର ଯୋଉ ସ୍ତରରେ ଆମେ ଥାଆନ୍ତି ଆମର ପସନ୍ଦ ଅପସନ୍ଦ ଯାହା ଥାଏ ଆମ ଭିତରେ ଯାହା ଥିବ ଆମେ ଯେତେବେଳେ ବହିଟେ ଦେଖୁ ସେଟା ସେମିତି ଲାଗେ। ସେଇ ବହିଟା ଆମକୁ ଭଲ ଲାଗେ, ନହେଲେ ଆମକୁ ଭଲ ଲାଗେନି। ତେଣୁ ଆମେ ଯେତେବେଳେ କହୁ ଯଦି ଆମରି କଥାଟା ଯେମିତି ତା ଭିତରେ ଲେଖା ହେଇଛି, କି ଚମତ୍କାର ବହି। ଆପଣ ଯାଇଥିବେ ଠିଆ ହେଇଥିବେ ଗୋଟେ ଜାଗାରେ ଗୋଟେ ଗୀତ ବୋଲା ହଉଛି, ଆପଣଙ୍କ ପସନ୍ଦର ଗୀତଟା ବାଜିଲା, ବାହ ବଢିଆ ଲୋକଟେ ଲୋକଟେ ବଢିଆ ଗାଉଛି। ଯଦି ଆପଣ କ୍ଲାସିକାଲ ବା ଆମେ କହୁଛୁ ଯୋଉଟା ସୁଦିଂ ଭଜନ ଟିକେ ଗାଉଛି, ଆମର ଭଜନ ପ୍ରତି ପ୍ରିୟ ତାହେଲେ ଆମକୁ ସେଇଟା ଭଲ ଲାଗେ।
जो माने रॉक डांस, रॉक म्यूजिक, ब्रेक डांस ताकू पसंद कर से कहबे कौन ये खाली यही भଳିया गीत जदि बाजिବ एठी ଶୋଇବାକୁ ଆସିଛ ନା କଣ, ଭଜନ ଗୋଟା କଣ ବଜଉଛି। ତା ଭିତରେ ଯାହା ସେ ସେୟା ବାହାରେ ଅନୁଭବ କରେ। ତେଣୁ ମା କହୁଛନ୍ତି ସେଇ ବାଣୀଟି କି ଲୋକେ କହନ୍ତି ସେ ବାଣୀଟି କି ଅଦ୍ଭୁତ। ଏବଂ ସେ କୁହନ୍ତି ଯେ ଏଇ ବିଷୟଟି ବା ସେଇ ବିଷୟଟି ବା ସେଇ ବାଣୀଟି ମୁଁ ମଧ୍ୟ ଆଗରୁ ଅନୁଭବ କରିଥିଲି, କିନ୍ତୁ ମୁଁ ସେତକ ଏପରି ସୁନ୍ଦର ଭାବରେ ପ୍ରକାଶ କରିପାରିନଥିଲି। ଲୋକ ଯେତେବେଳେ ପଢନ୍ତି ବେଳେ ବେଳେ ଭାବନ୍ତି, ପଢି ଚାଲିଥିବେ କହିବେ, "ଆଃ, ଘଟଣାଟା ଯେମିତି ସେଇ ଘଟଣାଟା ତାଙ୍କର ଗୋଟେ ଡ୍ରାମାଟାଇଜ ଭଳିଆ ତାଙ୍କ ମୁଣ୍ଡରେ ଚାଲୁଥିବ। ପଢି ସାରିଲା ପରେ କହିବେ ଯେ ଯେ ଯାହା ହଉ ମୁଁ ଏମିତିଆ ଲେଖିଥାନ୍ତି ଯେ, କିନ୍ତୁ ଏତେ ସୁନ୍ଦର ଭାଷା ମୁଁ ଶିଖିନି ତେଣୁ ମୁଁ ଲେଖିପାରି ନାହିଁ। ଏଇଟା ପ୍ରାୟତଃ ଯୋଉମାନେ ଯଦି ଟିକେ ସାହିତ୍ୟ ପ୍ରତି ଅନୁରାଗୀ ଥିବେ କିମ୍ବା ପୁସ୍ତକ ପ୍ରତି ଅଧ୍ୟୟନ କରିବାର ଏକ ଇଚ୍ଛା ଥିବ, ସେମାନେ ନିଶ୍ଚୟ ଯୋଉ ବହି ପଢିବେ ତାଙ୍କ ପସନ୍ଦରେ ଯଦି ଥିବ, ସେତେବେଳେ ସେ ସାଙ୍ଗେ ସାଙ୍ଗେ ଭାବନ୍ତି ଯେ ହଁ ବା ବଢିଆ ଲେଖାଟା ଲେଖିଛି, ହଁ ବା ବଢିଆ ହେଇଛି। ମୁଁ ଏମିତି ଭାଷା ଲେଖିପାରିନି, ତେଣୁ ଲେଖିନି, ନହେଲେ ମୁଁ ହେଇଥିଲେ ବି ଲେଖନ୍ତି। କେମିତିଆ ଯଦି କିଏ ମିଳନ୍ତେ ମୁଁ କହିଦିଅନ୍ତି ସେ ଟିକେ ଲେଖିଦିଅନ୍ତାନି। ତେଣୁ ଯାହାର ଭିତରେ ଯୋଉ ଭଳିଆ ଥାଏ ତାହା ବାହାରେ ସେଇଭଳି ଭାବରେ ପରିପ୍ରକାଶ ହୁଏ। ମୁଁ ଆହୁରି ଲେଖୁଛନ୍ତି ଯେତେବେଳେ ଲୋକେ ଜ୍ଞାନପୂର୍ଣ୍ଣ ବହିଟିଏର ସଂସ୍ପର୍ଶରେ ଆସନ୍ତି, ସେତେବେଳେ ସେମାନେ ପ୍ରତ୍ୟେକେ ସେ ବହିରେ ନିଜକୁ ଖୋଜି ପାଇଥାନ୍ତି। ପ୍ରତିଟି ବହି ପଢିଲା ବେଳେ ସେ ପ୍ରଥମରୁ ଦେଖୁନଥିବା କେତେକ ବିଷୟ ଆବିଷ୍କାର କରେ। ପ୍ରତିଥର ସେ ବହିଟିରୁ ଜ୍ଞାନର ଏକ ନୂତନ ସ୍ତର ଖୋଲିଯିବାର ଦେଖେ, ଯାହା ସେ ପ୍ରଥମ ବାର ଦେଖିପାରି ନଥିଲା। ଦେଖନ୍ତୁ ଏଠି ମା ଯୋଉ ଉଦାହରଣଟି ଦଉଛନ୍ତି ତାହା ଗୋଟେ ଉଚ୍ଚାଙ୍ଗ ମନ ବା ଉଚ୍ଚତର ଚେତନା ଅଭିପ୍ସୁ ବା ଜ୍ଞାନ ପିପାସୁ ଗୋଟେ ବ୍ୟକ୍ତିର ଉଦାହରଣ ଦଉଛନ୍ତି, ଯାହାର ଜ୍ଞାନ ପାଇବା ପାଇଁ ଏକ ଆଗ୍ରହ ଥାଏ। ସିଏ ଦେଖିବେ ଯୋଉମାନେ ଜ୍ଞାନ ପିପାସୁ ବ୍ୟକ୍ତି ତାଙ୍କୁ ଦେଖିଲେ ତାଙ୍କୁ ଭଲ ଲାଗେ ଏବଂ ତାଙ୍କୁ କୁହନ୍ତି ତମ ପାଖରେ କଣ ବହି ଅଛି। ସେଦିନ ନିତ୍ୟାନ୍ତ ସ୍ୱାଇଁ କହୁଥିଲେ ଯଦି ଭଲ ବହିଟିଏ ପାଇଲ ତାକୁ ଯଦି ନ ପଢିଲ ତାହେଲେ ତମ ଜୀବନ ବୃଥା ବୃଥା। ତେଣୁ ଜ୍ଞାନୀ ମାନେ ଯୋଉମାନେ ଜ୍ଞାନ ପିପାସୁ, ମୁଁ ଜ୍ଞାନୀ ବୋଲି ନୁହଁ, ଜ୍ଞାନ ପିପାସୁ ବି ସେମାନେ ଗୋଟିଏ ଯଦି ଭଲ ବହିଟିଏ ପାଇଗଲେ ତାହେଲେ ତାଙ୍କର ଦେଖିବ ଖୁସି କହିଲେ ନା ସରେ। ଆମେ ଯେମିତି କହୁ ପିଲା ବେଳର ସାଙ୍ଗ ମୁଁ ଦେଖିଲେ ଭାରି ଖୁସି ହୁଏ, କାହିଁକି ଖୁସି ହୁଅନ୍ତି? କାହିଁକିନା ଆପଣଙ୍କର ପିଲା ବେଳ କଥା ମନେ ପଡେ, ତେଣୁ ଆପଣ ଦେଖି ଖୁସି ହେଇଯାଆନ୍ତି। ସେମିତି ଯିଏ ଜ୍ଞାନ ପିପାସୁ ସିଏ ଯେତେବେଳେ ଜ୍ଞାନପୂର୍ଣ୍ଣ ବହିଟିଏ ପାଇବ ବହୁତ ଖୁସି ଲାଗିବ। ଏବଂ ସେ ତାକୁ ଯେତେବେଳେ ବହି ପଢୁଥିବେ ତାଙ୍କୁ ସବୁବେଳେ ନୂଆ କଥା ତାଙ୍କୁ ଲାଗୁଥିବ। ଆରେ ହେଇ ବାହ, ଏମିତି ବି ସମ୍ଭବ, ଏମିତି ବି ସମ୍ଭବ। ହଁ ତ, ଆରେ ଓ ସୃଷ୍ଟିରେ ତାହେଲେ ଏତେ ପ୍ରକାର ଲୋକ ଅଛନ୍ତି, ଏତେ ପ୍ରକାର କଥା ଅଛି, ଏତେ ଜ୍ଞାନ ଅଛି। ସେଇ ଜ୍ଞାନ ପିପାସୁ ହେଇଥିଲେ ଏଇ ଜିନିଷଟି ତା ଭିତରେ ଯେମିତି ଗୋଟିଏ ପରେ ଗୋଟେ ନୂଆ ତା ଭିତରେ ଜ୍ଞାନ ଖୋଲି ଯାଉଥିବ। ଦେଖନ୍ତୁ ଯାହାର ଯଦି ସେଇ ରିଗାର୍ଡିଂ ରୁଚି ନଥିବ ତାକୁ ଭଲ ଲାଗିବନି। ଆପଣ ଏବେ ଦେଖନ୍ତୁ ପ୍ରାୟତଃ ଏବେ ଲୋକ ରିଲ୍ସ କରୁଛନ୍ତି, ଇନଷ୍ଟା ଚଲାଉଛନ୍ତି, ସର୍ଟ ଭିଡିଓ କରୁଛନ୍ତି। ଗୋଟେ ମଜା କଥା ମନେ ପଡିଲା, ହସ ଲାଗିବ, ଭଲ କଥା, ଭଲ କଥାଟେ ନୁହଁ, ମାନେ ସେମିତି ଭଲ କଥା ନୁହଁ। ଆମେ ଚାରି ମହଲାରେ ଠିଆ ହେଇଥାଉ, ମୁଁ ଠିଆ ହେଇଥାଏ, ମୋ ପାଖରେ ଆଉ ଜଣେ ଜଣ ଠିଆ ହେଇଥାନ୍ତି। ତଳେ ଆମର ସେ ସମୟରେ ଫୁଲ ଗଛ ଭର୍ତ୍ତି ହେଇଛି, ତିନୋଟି ଝିଅ ଠିଆ ହେଇଥାନ୍ତି। ସେ ରିଲ୍ସ କରିବେ ବୋଲି କରୁଥାନ୍ତି ଆଉ। ସେ ଯୋଉ ଭଳିଆ ଡ୍ରେସ ପିନ୍ଧିଛନ୍ତି ଏବଂ ଯୋଉ ଭଳିଆ ଚପଲ ପିନ୍ଧିଛନ୍ତି, ସେ ଆମକୁ ଦେଖିବା ପୂର୍ବରୁ ଆମେ ଟିକେ ପଛେଇ ଗଲୁ। ମୁଁ କହିଲି ନା ଦେଖେ ନା ସେ ଲାଜ କରିବେ, ତମ ଯୋଉଟା କଣ ଗୋଟେ ରିଲ୍ସ କରୁଛନ୍ତି ଲାଜ ମାଡିବ। ଆମେ ଟିକେ ପଛେଇ ଠିଆ ହେଇଥାଉ। ସେ ରିଲ୍ସ କରିକି ଏମିତି ଯୋଉ ହଲି ଦୋହଲି ରିଲ୍ସ କରୁ କରୁ ତା ଚପଲ ଯୋଉ ପିନ୍ଧିଥିଲା, ଯୋଉ ପେନ୍ସିଲ ହିଲ ପିନ୍ଧନ୍ତିନି ସେମିତି ନମ୍ବରଟା ପିନ୍ଧିଥିଲା, ଗୋଡ ମୋଡି ହେଇଗଲା, ପଡିଗଲା, କଚଡାଟେ ଖାଇଲା। ଓ ସେ ଯୋଉ କୁଣ୍ଡର ଯୋଉ କାଦୁଅ ପାଣି, ନିଶ୍ଚୟ ତା ସାର୍ଟ ପାଟ ଯାହା ହେଇଥିବ ଆଉ।
ମୁଁ ସାଙ୍ଗେ ସାଙ୍ଗେ ଆମେ କହି ମୁଁ ଯେତେ ଜଣ ମୋ ପାଖରେ ଥିବେ ସମସ୍ତଙ୍କୁ ଲୁଚି ଯାଅ। କାହିଁକି ନା ସିଏ ନିଶ୍ଚୟ ଉଠିବ। ଉଠିଲା ପରେ ଖୋଜିବ ମତେ କିଏ ଦେଖିନାହାନ୍ତି ତ ଲାଜ ଲାଗିବ। ତାପରେ ଧୀରେ ଧୀରେ ବସି ବସିକି ଆମେ ପଳେଇ ଗଲୁ କ୍ଲାସକୁ। ସେ ଯୋଉ ଅବସ୍ଥା। ହଉ, କଥାଟି ହଉଛି ସେ ଯୋଉ ରିଲ୍ସ ଯୋଉମାନେ କରନ୍ତି କାହିଁକି କରନ୍ତି, ଯୋଉ ଇନଷ୍ଟାରେ କରନ୍ତି, ସର୍ଟ ଭିଡିଓ କରନ୍ତି କାହିଁକି କରନ୍ତି, ତାଙ୍କୁ ସେଇଭଳିଆ ଜିନିଷଟା ପସନ୍ଦ ଲାଗେ। ତାମାନେ ସେଇଟା ତାଙ୍କ ଭିତରେ ଅଛି। ତାଙ୍କ ଭିତରେ ଯେହେତୁ ଅଛି, ସେଇ ଛୋଟ ଏନଜୟମେଣ୍ଟ ସେ କଣ କରନ୍ତି ନା ନିଜକୁ ପରିପ୍ରକାଶ କରିବା ପାଇଁ ଚେଷ୍ଟା କରନ୍ତି। ତେଣୁ ଆମ ଭିତରେ ଯୋଉଟା ଥାଏ, ମା ସେଥିପାଇଁ ଲେଖୁଛନ୍ତି ତୁମ ଅବଚେତନର ଭିତରେ ବହୁତ ସ୍ତର ଥାଏ, ଯେଉଁ ଗୁଡିକ କି ତୁମକୁ ଅଭିବ୍ୟକ୍ତ ହେବା ଲାଗି ଅପେକ୍ଷା କରିଥାନ୍ତି। ତେଣୁ ତେଣୁ ଅବଚେତନା ଭିତରେ ଅନେକ ଜିନିଷ ରହିଛି, ଅନେକ ଜିନିଷ ରହିଛି। ତେଣୁ ଯୋଉମାନେ ସର୍ଟ ଭିଡିଓ କରନ୍ତି, ବେଳେ ବେଳେ ତମକୁ ଆମକୁ ଦେଖିଲା ଲାଗେ ଏଇଗୁଡାକୁ ସେ ବେକାରିଆ କଥା ଗୁଡା ଭିଡିଓ କରୁଛନ୍ତି। ଆଉ କାହାକୁ କାହାକୁ ସେଇଟା ଭାରି ଭଲ ଲାଗେ। ଯଦି ଏବେ ଦେଖିବେ ହ୍ୱାଟ୍ସଆପ ରେ ବହୁତ ଗୁଡେ ଜିନିଷ ସେୟାର ହଉଛି, କୋଉଠି କିଏ ସର୍ଟ ଭିଡିଓ ପାଇଗଲା, ଯାହାକୁ ଯୋଉଟା ପସନ୍ଦ ସେ ସାଙ୍ଗେ ସାଙ୍ଗେ ସେଇଟାକୁ ସେୟାର କରିବା ଆରମ୍ଭ କରନ୍ତି। ତାର ପସନ୍ଦ ଅପସନ୍ଦ ଅର୍ଥ କଣ ପ୍ରକୃତରେ? ପ୍ରକୃତର ଅର୍ଥ ହଉଛି ତୁମ ଭିତରେ ଯାହା ଥାଏ, ବାହାରେ ତମେ ସେଇଟାକୁ ରେକଗ୍ନାଇଜ କର, ତମକୁ ସେଇଟା ଭଲ ଲାଗେ। ବିଶ୍ୱାସ କର, ମୁଁ ଗୋଟେ ବଢିଆ ସତ କଥାଟେ କହୁଛି। ମୁଁ ଗୋଟେ ଝିଅକୁ, ମୁଁ ଅନେକ ପିଲାଙ୍କୁ ପଚାରୁଥିଲି, ତା ଭିତରେ ସେଇ କ୍ଲାସରେ ଗୋଟେ ଝିଅଟେ ଥିଲା। ସେ ଝିଅଟାକୁ ପଚାରିଲେ, ମୁଁ କହିଲି ତୁ ପଢି ସାରିଲା ପରେ କଣ ହବୁ ବୋଲି ଭାବୁଛୁ? ନା ମୁଁ ଗୋଟେ ଗୁଣ୍ଡା ହେବି, ଡନ୍ ହବ। ବିଶ୍ୱାସ କର, ମୁଁ ସତ କହୁଛି। ଆପଣ ଆଉ ଗୋଟେ କଥା ଦେଖନ୍ତୁ, ମୁଁ ଥରେ ଗୋଟେ ତଥାକଥିତ ମର୍ଡରର, ମର୍ଡରର ବୁଝିପାରୁଛ ତ, ମାନେ ଯୋଉମାନେ ଅନ୍ୟମାନଙ୍କୁ ହତ୍ୟା କରନ୍ତି ସବୁ, ତ ହତ୍ୟା କରି ଏବଂ ଲୁଚିକି ବୁଲନ୍ତି, ପୋଲିସ ସହିତ ବି ଦୋସ୍ତି ଥାଏ, ସବୁ ଥାଏ, ସେ କଥା ଛାଡନ୍ତି। ତାକୁ ଯିଏ ବିବାହ କରିଛି, ତା ସ୍ତ୍ରୀ ସହିତ ଥରେ ମୁଁ ଗୋଟେ ଇଣ୍ଟରଭ୍ୟୁ କରୁଥିଲି। ଇଣ୍ଟରଭ୍ୟୁ ମାନେ କଣ, ଦେଖା ହେଇଗଲା, କଥା ହଉଥିଲି ଆଉ। ମୁଁ କହିଲି ସେ ତମକୁ ପସନ୍ଦ ଲାଗନ୍ତି ନା? ହଁ, ଭାରି ବଢିଆ ଲୋକ। ମୁଁ କହିଲି ସେ ଯୋଉ ମାରୁଛନ୍ତି, ଏମିତି କରୁଛନ୍ତି, ସେମିତି କରୁଛନ୍ତି, ନା ଆଉ ମାରିବେନି? ଆଉ ମାରିବ ନା ଆଉ। ତାପରେ ସେ ଯୋଉ କଥା ଗୁଡା କହିଲେ, ମୁଁ ଆଉ କହୁନି ସେ କଥା। ତାମାନେ ତାଙ୍କୁ ସେ ଯୋଉ ହତ୍ୟା କରିବାଟା ତାଙ୍କୁ ପସନ୍ଦ ଲାଗୁଛି, ତା ସ୍ତ୍ରୀକୁ। ନାଇଁ, ମୁଁ କହୁନି ସମସ୍ତଙ୍କୁ ପସନ୍ଦ ଲାଗୁଛି ବୋଲି। ତେଣୁ ତେଣୁ ତାଙ୍କ ପ୍ରତି ତାଙ୍କର ବଣ୍ଡିଙ୍ଗ ଭଲ ଅଛି। ଭିତରେ, ନିଜ ଭିତରେ ଯାହା ଥାଏ, ସବୁବେଳେ ସେଇଟା ବାହାରକୁ ପରିପ୍ରକାଶ ହେବା ପାଇଁ ଅପେକ୍ଷା କରି ରହିଥାଏ। ମା ଲେଖୁଛନ୍ତି, ଆଉ ଥରେ ପଢି ଦଉଛି, ତୁମ ଅବଚେତନ ଭିତରେ ବହୁତ ସ୍ତର ଥାଏ, ଯେଉଁଗୁଡିକ କି ଅଭିବ୍ୟକ୍ତ ହେବା ଲାଗି ଅପେକ୍ଷା କରିଥାନ୍ତି। ବର୍ତ୍ତମାନ ଯେତେବେଳେ ତୁମେ ବହିଟିଏ ପଢିଲ, ସେତେବେଳେ ଆଉ ଜଣେ ତୁମ ଲାଗି ସେ ବହିରେ ସେହି ଜ୍ଞାନଟିକୁ ତୁମ ଲାଗି ପ୍ରକାଶ କରିଦେଲା। ତୁମେ ଯାହା ପ୍ରକାଶ କରିଥାନ୍ତ, ତାଠାରୁ ସେ ଅଧିକ ଭଲ ଭାବେ ସେ କଥାଟିକୁ ତା ବହିରେ ପ୍ରକାଶ କରିଦିଏ। ଏଇଟା ଯେମିତି ସତ୍ୟ, ସେମିତି ଆମେ ନିଜକୁ ପରୀକ୍ଷା କରିବା, ସବୁବେଳେ ନିଜକୁ ଜାଣିବା ଯେ କୋଉ ପ୍ରକାରର ବହି ମତେ ପସନ୍ଦ ଲାଗୁଛି, କୋଉ ପ୍ରକାରର ବ୍ୟକ୍ତି ମତେ ପସନ୍ଦ ଲାଗୁଛି। ତାହେଲେ ଜାଣିବେ ଅବଚେତନା ଭିତରୁ ଆପଣଙ୍କର କୋଉ ଜିନିଷଟି ବାହାରକୁ ଆସିଛି। ଏବଂ ସେତେବେଳେ ଦେଖିବେ ସେଇଟା ଯେପରି ଆପଣଙ୍କୁ ଅଗ୍ରଗତି ଅଭିମୁଖେ ନଉଛି କି ନାହିଁ। ମା କହୁଛନ୍ତି, ଏବଂ ବହିଟିରେ ତା ପ୍ରକାଶିତ ହେବାର ଦେଖି ସେ ତାକୁ ଚିହ୍ନି ପାରେ, ବୁଝିପାରେ, ଏହା ହିଁ ସତ୍ୟ। ତେଣୁ ଆମେ ଏଠି ନିଜକୁ ବୁଝିବା। ଆମେ ଯୋଉ ଜିନିଷଟି ଦେଖିକି ଖୁସି ହଉଛେ, ବା ଆମର ଯୋଉଟାକୁ ଲାଗୁଛି ଓହ ମୋରି କଥା ଲେଖା ହେଇଛି, ସେତେବେଳେ ଦେଖିବେ ସେଇ ଲେଖାଟି ମାଙ୍କୁ ପରିପ୍ରକାଶ କରୁଛି ତ, ସେଇ ଲେଖାଟି ଆପଣଙ୍କର ଚେତନାକୁ ଅଗ୍ରଗତି କରିବାରେ ସାହାଯ୍ୟ କରୁଛି ତ, ସେଇ ଲେଖାଟି ଆପଣଙ୍କୁ ঊର୍ଦ୍ଧ୍ୱମୁଖୀ ହବାରେ ସାହାଯ୍ୟ କରୁଛି ତ, ଆପଣଙ୍କୁ ସଂକୀର୍ଣ୍ଣ ମନା କରୁନାହିଁ ତ, ଆପଣଙ୍କୁ ଏକ ବିଶାଳ ବିକାଶ ବିସ୍ତାର କରୁନାହିଁ, କରୁଛି ତ? ଯଦି କରୁଛି ତାହେଲେ ଗୁଡ୍ ଆଣ୍ଡ ବେଟର। ନହେଲେ ଆପଣଙ୍କର ବର୍ତ୍ତମାନ ଗୋଟେ ଟ୍ୟାକ୍ସ ବଢିଗଲା। ମାଙ୍କୁ କହିବାକୁ ପଡିବ ଯେ ମା ଦେଖ, ମୋ ଭିତରେ ଏମିତି କିଛି ରହିଛି ଯିଏ ଏବେ ବି ସେଇ ସେଇ ହୀନ ଯୋଉ ଛୋଟ ଛୋଟ ଭାବକୁ ପସନ୍ଦ କରୁଛି, ସେଇ ସୁଖ ଦୁଃଖର, ବେଳେ ବେଳେ ଦେଖିବେ ଗୋଟେ ଗୋଟେ ବହି ପଢୁଥିବେ, ମୁଁ କହୁନି ଆନନ୍ଦାଶ୍ରୁ, ଭଗବାନଙ୍କ ସହିତ ଚେତନାରେ ମିଶିଲେ ସେ ଆନନ୍ଦାଶ୍ରୁ ଗୋଟେ ଅଲଗା। ମୁଁ ମାଙ୍କୁ ଚାହୁଁଛି, ବାରମ୍ବାର ବାରମ୍ବାର ଚାହୁଁଛି ଯେ ମା ମତେ ଦର୍ଶନ ଦିଅନ୍ତୁ, ମାଙ୍କ କଥା ମୁଁ ଶୁଣିପାରେ। କାହିଁକି ମୁଁ ଏ 2 ଦିନ ଯାଏ ମାଙ୍କ କଥା ବୁଝି ପାରୁନାହିଁ, ମୁଁ କାହିଁକି ପ୍ରିପେୟାର ହେଇପାରୁନି? ଏମିତି ଜଣେ ବ୍ୟାକୁଳତା ଥିଲେ ବି ହଠାତ୍ ଯଦି ମାଙ୍କ କଥା ଭାବୁ ଭାବୁ ଗୋଟେ ଆଖିରେ ଟିକେ ଲୁହ ଆସେ। ସେ ଲୁହ କଥା ମୁଁ କହୁନାହିଁ, ମୁଁ କହୁଛି ଭାବଗତ
आसक्ति युक्त मोह युक्त जो कथाटे लेखा ହେଇଥିବ ସେଇଠି ଯୋଉ ଆମର ଭାବ ହେଇକି ଯୋଉ ଲୁହଟେ ବୁହେ ଜାଣି ରଖନ୍ତୁ ତାହା ହଉଛି ଏବଂ ସେଇଟା ଖରାପ ନୁହଁ ମୁଁ କହୁନି ଖରାପ ବୋଲି କାହିଁକିନା ପାଷାଣ ହୃଦୟ ଅପେକ୍ଷା ଟିକେ ଜର୍ଜରିତ ହୃଦୟ ଭଲ। ଶ୍ରୀଅରବିନ୍ଦ ଲେଖୁଛନ୍ତି ପୁରା ପଥର ହୃଦୟ ଅପେକ୍ଷା ତମେ ଅନ୍ୟ ଦୁଃଖରେ ଦୁଃଖୀ ହବା ଏବଂ ତୁମର ଟିକେ ସମବେଦନା ପ୍ରକାଶ କରିବା ଯଦି ପ୍ରକାଶ କରୁଛ ତମ ହୃଦୟରେ ଟିକେ ବେଦନା ଦେଖାଯାଉଛି ତାହେଲେ ଉତ୍ତମ। ସେଟା ଖରାପ ବୋଲି ନୁହଁ କିନ୍ତୁ ସେଟା ଗୋଟାଏ ଷ୍ଟେପ ସେଇଠି ଅଟକି ଯାଅନି ଆହୁରି ଉର୍ଦ୍ଧ୍ୱକୁ ଯାଅ ଯୋଉଠି ତୁମକୁ ଏଇ ଯୋଉ ନିମ୍ନ ପ୍ରାଣର ଭାବ ତୁମକୁ ଆଉ ସ୍ପନ୍ଦିତ କରିବ ନାହିଁ। ତୁମେ ତାର ଉତ୍ସକୁ ଚାଲିଯାଅ ଆହୁରି ଉର୍ଦ୍ଧ୍ୱକୁ ଯାଅ ଉଚ୍ଚ ଭାବକୁ ଯାଅ ଉଚ୍ଚ ପ୍ରେରଣାକୁ ଯାଅ ପ୍ରାଣର ଉଚ୍ଚ ସ୍ତରକୁ ଯାଅ ମନର ଆହୁରି ଉଚ୍ଚ ସ୍ତରକୁ ଯାଅ ସେଇ ସତ୍ୟ ଆଉ ଜ୍ଞାନ ଯୋଉ ଉର୍ଦ୍ଧ୍ୱ ସ୍ତରରେ ରହିଛି ସେ ମୋ ଭିତରେ ବି ରହିଛି। ତୁମେ ମା କହୁଛନ୍ତି ଯେଉଁ ସତ୍ୟ ବା ଜ୍ଞାନ ବାହାରୁ ତୁମ ଭିତରକୁ ଆସୁଛି ବୋଲି ତୁମେ ଅନୁଭବ କରୁଛ ତାହା ପ୍ରକୃତରେ ତୁମ ଭିତରେ ଅପ୍ରକଟ ରହିଥିବା ସତ୍ୟ ବା ଚିନ୍ତାଟିର ବାହାରେ ପ୍ରକାଶ ପାଇଥିବା ସତ୍ୟ ଓ ଚିନ୍ତା ରୂପେ ଦେଖାଯାଏ। ତେଣୁ ଯୋଉ ଅତିମାନସ ସତ୍ୟ ପ୍ରକାଶ ହେବା ପାଇଁ ଅପେକ୍ଷା କରିଛି ଆମେ ମନେ ରଖିବା ତା ମୋ ଭିତରେ ବି ରହିଛି। ଆମର ଆଉ କାମ ହଉଛି ଆମେ କେତେ ଅନ୍ତରକୁ ଗଭୀରରୁ ଗଭୀରତରକୁ ଯାଇ ତାକୁ ପରିପ୍ରକାଶ କରିବାରେ ସାହାଯ୍ୟ କରିବାର ଅଛି। ସେଇଥିପାଇଁ କେବେ ବି ବାହାରେ ଖୋଜିବାର ଆବଶ୍ୟକ ନାହିଁ। ଯେମିତି ଗୋଟେ ମଜା କହନ୍ତି ଏଇଟା ବହୁତ ପୁରୁଣା ହେଇଗଲାଣି କଥାଟି ଯେ ନାରାୟଣ ନାରଦ ଆଉ ନାରାୟଣ ଆମର ଭଗବାନ ବା ଆମ ଭଗବାନ ନାରାୟଣ ଆମ ଇଏ ଷ୍ଟୋର ନାରାୟଣ ନୁହଁ ନାରାୟଣ ଭାଇ ନୁହଁ ବିଷ୍ଣୁ ଆଉ ନାରଦ କୁଆଡେ ପିକନିକ ରେ ଯାଇଥିଲେ ବୁଲିବା ପାଇଁ ଏ ଯାଉଛନ୍ତି ବାଇକ ହଠାତ୍ ଓହ୍ଲେଇ ପଇଲେ ଆଉ କଣ ଲାଗିଲା ଓହ୍ଲେଇ ପଡିଲେ କି ଭଲ ଜାଗା ଦେଖି ଓହ୍ଲେଇ ପଡିଲେ ହଠାତ୍ ଗୋଟେ ଲୋକ କିଏ ଦେଖିଦେଲା ଆଉ ଆରେ ହେଇ ଇଏ ଆମ ବିଷ୍ଣୁ ଭଗବାନ ମାଗିବା ପାଇଁ ଭଗବାନ ଭଗବାନ ମୋର ଏଇଟା ଦରକାର ଦିଅ ସିଏ ତା ସବୁ ଗୋଟା ପରେ ଗୋଟା ପରେ ଗୋଟା ଲୋକ ଖାଲି ଗୋଡେଇଲେ ଆଉ ବିଷ୍ଣୁ ବିଚାରା କାହାକୁ ତଥାସ୍ତୁ ତଥାସ୍ତୁ କହି କହି ପାଟି ଗୋଳେଇ ହେଇଯିବ ଆଉ ଦେଇ ବି ପାରିବନି ସମସ୍ତଙ୍କୁ ହଠାତ୍ ଲୋକ ଗୋଡେଇଲେ ଆଉ ସେଠୁ ବିଷ୍ଣୁ ଦୌଡ଼ିଲେ କୋଉଠି ଲୁଚିବେ ବାଟ ପାଇଲେନି ସର୍ଟ କରିଦଉଛି ଲାଷ୍ଟକୁ ନାରଦ କହିଲେ ସାରେ ଆପଣ ଇଆଡେ ସିଆଡେ ଯୋଉଠି ଲୁଚିଲେ ସେ ପହଞ୍ଚି ଯାଉଛନ୍ତି ପାହାଡ ଉପରକୁ ଗଲେ ପହଞ୍ଚି ଯାଉଛନ୍ତି ପାଣି ଭିତରେ ଗଲେ ପହଞ୍ଚୁଛନ୍ତି ଜଙ୍ଗଲ ଭିତରେ ପହଞ୍ଚି ଯାଉଛନ୍ତି ଆପଣ ଗୋଟେ କାମ କରନ୍ତୁ ତାଙ୍କ ହୃଦୟ ଭିତରେ ରହିଯାଆନ୍ତୁ ଆଉ ସେ ସେଠି କେହି ଖୋଜିବେ ନାହିଁ। ସେଇଦିନଠୁ କୁଆଡେ ସିମ୍ବଲିକ ଭଗବାନ ଆମ ଅନ୍ତର ଭିତରେ ରହିଯାଇଛନ୍ତି ଆମେ ବାହାରେ ଖୋଜୁଛୁ ବାହାରେ ଖୋଜିବା ଦରକାର ନାହିଁ ନିଜ ଅନ୍ତର ଭିତରେ ଆମେ ଯେତେ ଗଭୀରରୁ ଗଭୀର ଭିତରକୁ ପ୍ରବେଶ କରିବା ତାଙ୍କୁ ନିଶ୍ଚୟ ସେଇଠି ପାଇବା ଏବଂ ସେ ଅତିମାନ ସତ୍ୟର ଯୋଉ ଶକ୍ତି ତା ଆମ ଭିତରେ ରହିଛି ତାକୁ ବାହାରକୁ ପରିପ୍ରକାଶ ପାଇଁ ସୁଯୋଗ ଦରକାର। ତେଣୁ ଆମେ ଗ୍ରନ୍ଥ ଅଧ୍ୟୟନ କରିବା ଏବଂ ସେଇ ଗ୍ରନ୍ଥ ଅଧ୍ୟୟନ କରିବା ଯୋଉଗୁଡିକ ଆମକୁ ଅତିମାନ ସତ୍ୟକୁ ପରିପ୍ରକାଶ କରିବା ପାଇଁ ସାହାଯ୍ୟ କରିବ। ତାର ଭିତରେ ପଢିଲା ବେଳେ ଆମେ ଦେଖିପାରିବା ଯୋଉ ଭଳିଆ ବହି ଆମକୁ ପସନ୍ଦ ଲାଗୁଛି ତାମାନେ ଜାଣିବା ମୋ ଅବଚେତନା ଭିତରୁ ସେଇ କଥାଟି ଏବେ ଉପରକୁ ଆସିଛି ତେଣୁ ଆଉ ଟିକେ ଗଭୀରକୁ ଯିବା ଯେମିତି ଭଲ କଥାଟା ବାହାରିବ ଯେମିତି ଅଗ୍ରଗତିର କଥାଟା ବାହାରିବ କାହିଁକି ଆମେ ସେଥିରେ ରହିବା ସେଇ ନିମ୍ନ ପ୍ରାଣରେ ବା ସେତିକି ଭିତରେ ସୀମିତ ରହିବା। ଆମେ ସଂକଳ୍ପ କରିବା ସେଥିପାଇଁ ଆମେ ବାବାଜୀ ମହାରାଜଙ୍କ ଲେଖା ପଢିଛୁ ମା ବି କହୁଛନ୍ତି ପ୍ରତ୍ୟେକ ଦିନ କିଛି ନହେଲେ 1 ଘଣ୍ଟା 1 ଘଣ୍ଟା ଅଧ୍ୟୟନ କରିବେ 1 ଘଣ୍ଟା ନିରାସକ୍ତ କର୍ମ କରିବେ ଘଣ୍ଟାଟେ ଅଧ୍ୟୟନ କରିବେ ଘଣ୍ଟାଟେ ନିରାସକ୍ତ କର୍ମ କରିବେ। ହଉ ଆମେ ସାରାଂଶଟି ଦେଖିଦବା ମା ଲେଖୁଛନ୍ତି ଆମର ଆଜି ଯୋଉ ଥିଲା ଜ୍ଞାନ ଆମ ଭିତରେ ଅଛି ଆମେ ଯେତେବେଳେ ଗୋଟେ ବହି ଦେଖୁଛନ୍ତି ମା କହୁଛନ୍ତି ତୁମର ଅନ୍ତରାତ୍ମାରେ ତୁମେ ଆଗରୁ ଯାହା ଜାଣି ସାରିଛ ତାହା ହିଁ କେବଳ ତୁମେ ବାହାରେ ବୁଝିପାର ଏକ ସତ୍ୟ। ବହିଟିଏ ପଢିଲା ବେଳେ ତାର ଯେଉଁ କଥାଟି ତୁମ ମନକୁ ପାଇଯାଏ ତୁମେ ସେ କଥାଟିକୁ ଆଗରୁ ତୁମ ଅନ୍ତରରେ ଗଭୀର ଭାବେ ଅନୁଭବ କରିସାରିଥିଲ। ଯେତେବେଳେ ଲୋକେ ଜ୍ଞାନପୂର୍ଣ୍ଣ ବହିଟିର ସଂସ୍ପର୍ଶରେ ଆସନ୍ତି ସେତେବେଳେ ସେମାନେ ପ୍ରତ୍ୟେକ ସେ ବହିରେ ନିଜକୁ ଖୋଜି ପାଇଥାନ୍ତି। ପ୍ରତିଟି ବହି ପଢିଲା ବେଳେ ସେ ପ୍ରଥମରୁ ଦେଖୁନଥିବା କେତେକ ବିଷୟ ଆବିଷ୍କାର କରେ ପ୍ରତିଟି ଥର ସେ ସେଇ ବହିଟିରୁ ଜ୍ଞାନର ଏକ ନୂତନ ସ୍ତର ଖୋଲିଯିବାର ଦେଖେ ଯାହା ସେ ପ୍ରଥମବାର ଦେଖିପାରିନଥିଲା। ଜ୍ଞାନ ପିପାସୁ ବ୍ୟକ୍ତିମାନଙ୍କ କ୍ଷେତ୍ରରେ ଏ ପ୍ରକାର ଘଟିଥାଏ। ତାର କାରଣ କଣ କହିଲେ ମା କହୁଛନ୍ତି ତୁମ ଅବଚେତନା ଭିତରେ ବହୁତ ସ୍ତର ଥାଏ ବହୁତ ସ୍ତର ଥାଏ ଯେଉଁଗୁଡିକ ଅଭିବ୍ୟକ୍ତ ହେବା ଲାଗି ଅପେକ୍ଷା କରିଥାନ୍ତି। ତେଣୁ ମୁଁ ଏଠି ସବୁବେଳେ କହିବାକୁ ଚାହେଁ ଯଦି ମୁଁ କୋଉ ସ୍ତରରେ ରହିଛି ମୁଁ ନିଜକୁ ସବୁବେଳେ ପରୀକ୍ଷା କରିବି ମତେ କୋଉ ଜିନିଷଟା ପସନ୍ଦ ଲାଗୁଛି
ମତେ ଯଦି ସଂକୀର୍ଣ୍ଣ ମନା ପସନ୍ଦ ଲାଗୁଛି, ମତେ ଯଦି ନିମ୍ନ ପ୍ରାଣର ଗତିବିଧି ଗୁଟା ଭଲ ଲାଗୁଛି, କାହିଁକିନା ମୁଁ ଚିହ୍ନିଲିଣି ନା। ମା ବାରମ୍ବାର ଶ୍ରୀଅରବିନ୍ଦ ବାରମ୍ବାର ଚିହ୍ନେଇ ଦଉଛନ୍ତି କୋଉଟା ନିମ୍ନ ପ୍ରାଣର, କୋଉଟା ଉଚ୍ଚ ପ୍ରାଣର, କୋଉଟା ନିମ୍ନ ମନର, କୋଉଟା ଉଚ୍ଚ ମନର। ତେବେ ଚେତନା ଅବଚେତନ ଭିତରେ ଆହୁରି ଗଭୀର ଭିତରକୁ ପ୍ରବେଶ କରି ମୁଁ ବାହାର କରିବି ଯୋଉଗୁଡାକ ମତେ ଅଗ୍ରଗତି ଅଭିମୁଖୀ କରିବ। ତେଣୁ ପ୍ରକାଶିତ ହେବାର ଦେ ଆମ ଭିତରେ ଯୋଉଟା ରହିଛି ସେଇଟା ବାହାରକୁ ପ୍ରକାଶିତ ହେବାର ଦେଖି ଆମେ ତାକୁ ଚିହ୍ନି ପାରୁ, ବୁଝିପାରୁ। ଯେଉଁ ସତ୍ୟ ବା ଜ୍ଞାନ ବାହାରୁ ତୁମ ଭିତରକୁ ଆସୁଛି ବୋଲି ତୁମେ ଅନୁଭବ କରୁଛ, ତାହା ପ୍ରକୃତରେ ତୁମ ଭିତରେ ଅପ୍ରକଟ ରହିଥିବା ସତ୍ୟ ବା ଚିନ୍ତାଟିର ବାହାରେ ପ୍ରକାଶ ପାଇଥିବା ସତ୍ୟ ଚିନ୍ତା ରୂପେ ଦେଖାଯାଏ। ତେଣୁ ଆମେ ଅଧ୍ୟୟନ କରିବା, ଭଲ ଭଲ ବହି ଅଧ୍ୟୟନ କରିବା, ଅଭ୍ୟାସ କରିବା। ଆର ଆସନ୍ତାକାଲି ବା ନେକ୍ସଟ କ୍ଲାସରେ ଆମେ ମା କଣ ଲେଖୁଛନ୍ତି ଦେଖିବା, ବହିକୁ କିପରି ଅଧ୍ୟୟନ କରିବା। ଆଜି ଆମେ ଏଠି ସାରିବା। ମା, thank you all, Arabar.